ଆସନ୍ତୁ ଶୁଣିବା ପ୍ରଖ୍ୟାତ କଥାକାର ଗୋଦାବରୀଶ ମହାପାତ୍ରଙ୍କ ଗଳ୍ପ ଯାହା ପାଇଁ ଯିଏ ଜନମ। ଏକ ରାଇଜରେ ଏକ ରାଣୀ ଥାନ୍ତି ଯେ ସେ ବିଧବା। ତାଙ୍କର ମାଳତୀ ଝରା ବୋଲି ଦିବ୍ୟ ସୁନ୍ଦର ଝିଅଟିଏ। ଝିଅକୁ 10 ବର୍ଷ ପୂରିଲାରୁ ବିଭାଘର ପାଇଁ କେତେ ଆଡ଼ୁ କେତେ ପ୍ରସଙ୍ଗ ଆସି ପଡ଼ିଲା। ଶେଷକୁ ମାଳତୀ ଝରା ଅଖଣ୍ଡଳ ରାଇଜ ରଜାପୁଅର ହାତ ଧଇଲା। ବିଭାଘର ସରିଲାରୁ ରଜାପୁଅ ଗଲା ତା ରାଇଜକୁ, ଜେମା ରହିଲା ବାପ ଘରେ। କେତେ ଦିନ ଉତ୍ତାରୁ ଜେମା ବଡ଼ ହେଲା। ମାତ୍ର ରାଣୀଙ୍କର ତ ସେ ଗଣ୍ଠି ଶଙ୍ଖାଳି। ଦଣ୍ଡେ ନ ଦେଖିଲେ ତାଙ୍କୁ ଅନ୍ନ ପାଣି ରୁଚେ ନାହିଁ। ଝିଅକୁ ଶାଶୁଘରକୁ ଛାଡ଼ିଦେବାକୁ ତାଙ୍କ ମନ ହେଉଛି କେତେକେ। ଏମିତି କେତେ ଦିନ ଗଡ଼ିଗଲା। ସମୁଦି ଘରୁ ଡାକରା ଉପରେ ଡାକରା ଆସିଲା, ଝିଅ ତ ନିଶ୍ଚୟ ଯିବ। ରାଣୀ ସେଠୁ କେତେ ଅପୂର୍ବ ଜିନିଷ, କେତେ ହୀରା ନୀଳା ମୋତି ମାଣିକ୍ୟ, କେତେ ପାଟପତନି ଆଉ ଯେମିତି ଯାହା ପାରିଲେ ସବୁ ଝିଅ ପାଇଁ ସଜାଡ଼ି ରଖିଲେ। ଜ୍ୟୋତିଷ ଆସି ଅନୁକୂଳ ଲାଗି ଦିନ ତିଥି ବେଳା ଗଣି ଦେଇଗଲା। ଜେମା ଯିବ 3 ମାସର ବାଟ ଶାଶୁଘରକୁ। ସବୁ ସଜବାଜ ହେଲା। ରାଣୀ ଝିଅ ସାଙ୍ଗରେ କଳାବତୀ ବୋଲି ଗୋଟିଏ ଦାସୀକୁ ପଠାଇଲେ। ଦୁହିଁଙ୍କ ପାଇଁ ଯୋଡ଼ିଏ ଘୋଡ଼ା ଦେଲେ। ଜେମା ଘୋଡ଼ାଟିର ନାଁ ମନ ମିରିଗ। ସିଏ କ'ଣ କରେ ନା ମଣିଷ ପରି ସଫା କଥା କହେ। ଝିଅ ଜନ୍ମକ ଲାଗି ଶାଶୁଘରକୁ ଯିବ। ପକ୍ଷକ ଆଗରୁ ରାଣୀଙ୍କ ଆଖିରୁ ଲୁହ ଶୁଖିବାକୁ ନାହିଁ। ବାହାରିଲା ଦିନ ରାଣୀ କ'ଣ କଲେ କି, ଶୋଇବା ଘରକୁ ଯାଇ ଆପଣା ମୁଣ୍ଡରୁ କେରିଏ ବାଳ କାଟିଲେ। ଫରୁଆଟିରେ ପୁରାଇ ଝିଅ ହାତରେ ଦେଲେ। କହିଲେ, ମା ମୋର ଏଟିକି ବଡ଼ ଚାବଦାରେ ରଖିଥିବୁ। ବାଟରେ ବିପଦ ପଡ଼ିଲେ ତତେ ଇଏ ସାହା ହେବ। ମା ଝିଅ କେତେ କାନ୍ଦିଲେ। ଝିଅ ଘୋଡ଼ାରେ ଚଢ଼ି ଦାସୀ ଆଉ ଚାକର ବାକରଙ୍କ ସାଙ୍ଗରେ ବାଙ୍କ ବୁଲିଲା ଯାଏଁ ମା ସେମିତି ଚାହିଁଥାନ୍ତି। ଝିଅ ଲେଉଟି ଲେଉଟି ଚାହିଁ ଚାହିଁ ଆଖି ଆଗରୁ ଲୁଚିଗଲା। ସେମାନେ ନଅର ଛାଡ଼ି କେତେ ଦିନର ବାଟ ଗଲେ। ଯାଉ ଯାଉ ବାଟରେ ଏକ ବନସ୍ତ ପଡ଼ିଲା ଯେ ଆଖପାଖରେ ଗାଁ ଗଣ୍ଡା କିଛି ନାହିଁ। ଜେମାକୁ ଭାରି ଶୋଷ ହେଲା। ସେ ଦାସୀକି ଡାକି କହିଲା, କଳାବତୀ ଯାଅ କି ଢାଳ ନେଇ ମୋ ପାଇଁ ଝରଣାରୁ ପାଣି ମନ୍ଦିଏ ଆଣିବ। ଦାସୀ ଆ ଶୁଣି ମୁହଁ ଫିଣି ଫିଣି କରି କହିଲା, ଯାମ ତମ ପାଇଁ ଇଲେ ପାଣି ଆଣିଦେବି ନା। ମନ ହେଉଛି ଯେମନ୍ତ ଝରରେ ମୁହଁ ଲଗେଇ ମନ୍ଦେ ତ ପିଇ ଦେଇ ଆସିବ। ମୁଁ ତମର ଏତେ ବୋଲକରା ଦାସୀ ହୋଇପାରିବି ନାହିଁ। ସେଇ ଯେଉଁ କଳାବତୀ ବୋଲି ଦାସୀଟି, ସେ ଗୋଟିଏ ଅସୁରୁଣୀର ନାତୁଣୀ। ସେ କେତେ ମନ୍ତ୍ର ଜାଣେ। ମନ୍ତ୍ର କରିଦେଇ ସେ ଲୋକଙ୍କୁ ମାରି ପକାଏ। ମାଳତୀ ଝରା କି ତା ମା ଏକଥା କିଛି ଜାଣନ୍ତି ନାହିଁ। ମାଳତୀ ଝରା ସାଙ୍ଗରେ ଯେଉଁ ଚାକର ବାକର ଆସିଥିଲେ, ରାତିକେ ଗୋଟିଏ ଗୋଟିଏ କରି ବାଟରେ ସେ ସମସ୍ତଙ୍କୁ ଖାଇ ଦେଇଛି। ଆଉ ମାଳତୀ ଝରାକୁ ବୁଝେଇ ଦେଇଛି ଯେ ସେମାନେ ଆଗେ ଆଗେ ଗଲେଣି, ରଜା ଘରେ ଖବର ଦେବେ। ଜେମାର ତୋଟି ଶୁଖି ଯାଉଥିଲା। ମା ଅଛି ଯେ ଅଳି କରି କହିବ ନା ଅଭିମାନ କରି କହିବ। ଘୋଡ଼ାରୁ ଓହ୍ଲେଇ ଝର ପାଖକୁ ଗଲା। ଯାଇ ଚଳାଚଳା କରି ମନ୍ଦିଏ ପାଣି ପିଇଲା। ଦାସୀ କଥାରେ ଦୁଃଖ ଅଭିମାନରେ ତା ବୁକୁ ଫାଟି ଯାଉଥାଏ। ପଣତ କାନିରେ ଲୁହ ପୋଛି ପୋଛି ବିଚାରିଲା, ପୋଡ଼ା କପାଳରେ ପୁଣି ଏଇଆ ଥିଲା। ମା ଯେଉଁ ବାଳକେରିକ ଦେଇଥିଲେ, ଜେମା ତାକୁ କାନିରେ ବାନ୍ଧିଥିଲା। ଜେମାର ମନ କଥା ଜାଣି ସେଇ ବାଳକେରିକ କହିଲା, ମାଳତୀ ଝରା ଗୋ ମାଳତୀ ଝରା, ମା ଯେବେ ଜାଣୁଥାନ୍ତେ ୟାକୁ, ଦୁଃଖେ ଫାଟି ଯାଉଥାନ୍ତା ବୁକୁ। ଜେମା ତ ସେମିତି ଦୁଷ୍ଟ ପିଲା ନୁହେଁ। ଦାସୀ କଥାକୁ ସିଏ ସିନା ଅଭିମାନ କଲା, ଆଉ କିଛି କହିଲା ନାହିଁ। ଦିହେଁ ଫେର ଘୋଡ଼ାରେ ଚଢ଼ି ଗଲେ। ଯାଉ ଯାଉ ଏକ ଅପନ୍ତରା ଗହୀର ପଡ଼ିଲା ଯେ ଲମ୍ବରେ 10 କୋଶ ଓ ସାରରେ 10 କୋଶ। ଉଦୁଉଦିଆ ଦ୍ୱିପହର ହୋଇଗଲା। ସେଇ ଗହୀର ଶେଷ ମୁଣ୍ଡକୁ ଏକ ନଈ। ଜେମା ନଈ କଡ଼ରେ ଗୋଟିଏ ଗଛ ମୂଳରେ ବସିଲା। ଦାସୀକି କହିଲା, ଯାଅ କି ପାଣି ମନ୍ଦିଏ ଆଣିଦେବ। ଦାସୀର ସେଇଦିନ କଥା ଜେମାର ଆଉ ମନେ ନାହିଁ। ଦାସୀ ଏହା ଶୁଣି ଆହୁରି ହାଣି ହାଣି କଥା କହିଲା, ତମ ମନ ହେଲେ ତମେ ପିଅ ନ ପିଅ, ମୁଁ କିଆଁ ଦାସୀ ହୋଇକରି ଧାଉଁଥିବି। ଜେମାକୁ ତ ଖରାରେ ଡହଳ ବିକଳ ଲାଗୁଥିଲା। ଏକଥା ଶୁଣି କୋହ ଉଠିଲା। ହେଲେ କହିବ କାହାକୁ। ଗୋଟିଏ ଗୋଟିଏ କରି ନଈ ଭିତରକୁ ଗଲା। ନଈରେ ଗୋଟାଏ ଛାଏଁ ବେକ ଯାଏଁ ବୁଡ଼େଇ ଦେଇ ପାଣି ପିଉଥାଏ। ବିଚାରୁଥାଏ, ହାରେ ଦଇବ, କାହା ଝିଅ କାହା ଭାରିଜା ହୋଇ ପୁଣି କପାଳରେ ଏଇଆ ଥିଲା। କାନିରେ ଏଣେ ବନ୍ଧା ହୋଇଥିବା ବାଳକେରିକ କହିଲା, ମାଳତୀ ଝରା ଗୋ ମାଳତୀ ଝରା, ମା ଯେବେ ଜାଣୁଥାନ୍ତେ ୟାକୁ, ଦୁଃଖେ ଫାଟି ଯାଉଥାନ୍ତା ବୁକୁ। ଏଇ ସମୟରେ କ'ଣ ହେଲା ନା, ଜେମା ପାଣି ପିଉ ପିଉ ତା ବାଳକେରିକ କାନିରୁ ଫିଟି ନଈରେ ଭାସିଗଲା। ଜେମା କୂଳକୁ ଆସି ଦେଖିଲା ବେଳକୁ
କାନିରେ ଆଉ ବାଳ ନାହିଁ। ତା ଦେହରୁ ରକତ ଶୁଖିଗଲା। ଏକଥା ଦାସୀ ଦେଖିଲେ ତା ବୁକୁ ଆନନ୍ଦରେ କୁଣ୍ଢେ ମୋଟ ହେଲାଣି। କାହିଁକିନା ସେ ଜାଣିଥାଏ ଯେ ସେଇ ବାଳ ଜେମାକୁ ସବୁ କଥା କହିଦେଉଛି। ଏଣିକି ଜେମାକୁ ହରକତ କରିବାକୁ ତାକୁ ସହଜ ହେଲା। ଗାଧୁଆ ପାଧୁଆ ସାରି ଦିହେଁ ଯେତେବେଳେ ଘୋଡ଼ା ପାଖକୁ ଗଲେ, ଦାସୀ କ'ଣ କଲା ନା ଜେମାର ମନମିରିଗ ଘୋଡ଼ାକୁ ଧଇଲା ସିଏ ବସିବ ବୋଲି। ଜେମାକୁ ତା ଘୋଡ଼ାଟିକୁ ଦେଲା। ଜେମା ତ ଏକୁଟିଆ, ତାର ଆଉ କିଛି କହିବାକୁ ଜୁ ପାଇଲା ନାହିଁ। ଦାସୀ ଜେମାଠୁ ସବୁ ପାଟପତନି ଅଳଙ୍କାର ପତ୍ର ଛଡ଼େଇ ପିନ୍ଧିଲା। ରଜା ଝିଅ ପରି ମନମିରିଗ ଘୋଡ଼ାରେ ବସି ଚାଲିଲା। ଜେମା ଦାସୀର ପାଲଟା ଲୁଗା ପିନ୍ଧି ଆର ଘୋଡ଼ାଟିରେ ବସି ଲୁହ ପୋଛି ପୋଛି ପଛେ ପଛେ ଗଲା। ଦାସୀ ବାଟରେ ଜେମାକୁ ଡରେଇଥାଏ, ତୁ ଯେବେ ଏକଥା ସବୁ ଆଉ କାହାକୁ କହିଦେବୁ, ତେବେ ତତେ 7 ଗଡ଼ କରି ହାଣି ତଳ କଣ୍ଟା କଣ୍ଟା କରି ପୋତି ଦେବି। ହେଲେ ସିଏ ଜେମାକୁ ଅନାୟାସ କାରଣରେ ଯେ ଏତେ ଦଣ୍ଡ ଦେଉଛି, ଏକଥା ମନମିରିଗ ସବୁ ଦେଖୁଥାଏ। ଏମିତି ଯାଇ ଯାଇ କେତେ ଦିନ ଉତ୍ତାରୁ ଦିହେଁ ଯାଇ ରାଜାଙ୍କ ନଅରରେ ପହଞ୍ଚିଲେ। ରଜାପୁଅ ତ 7 ବର୍ଷ ତଳେ ମାଳତୀଝରାକୁ ବିବାହ ହେଲା ବେଳେ ଦେଖିଥିଲା। ଏବେ ଆଉ ସେ ତାକୁ ଚିହ୍ନି ପାରିଲା ନାହିଁ। ସେ ଉଆସରୁ ଆସି ରାଣୀ ବୋଲି ଭାବି ଦାସୀର ହାତ ଧରି ଭିତରକୁ ନେଇଗଲା। ଏହି ସମୟକୁ ବୁଢ଼ା ରଜା ନଅର ଉପରେ ପାଚାରି କରି ବୁଲୁଥିଲେ। ଦେଖିଲେ ଦିବ୍ୟ ସୁନ୍ଦର ସ୍ତ୍ରୀଟିଏ ଦୁଆର ମୁହଁରେ ଠିଆ ହୋଇଛି। ନୂଆ ରାଣୀକି ପଚରା ହେଲାରୁ ସିଏ କହିଲା, ସିଏ ଦାସୀ ହୋଇ ମୋ ସାଙ୍ଗରେ ଆସିଛି। ଏମିତି ସ୍ୱର୍ଗ ଅପ୍ସରୀ ପୁଣି ଦାସୀ ହେଇ ଖଟିବ? ବିଚାରୀ ବୁଢ଼ା ରାଜାଙ୍କ ମନ ଖାଲି କିଲବିଲ ହୋଇଗଲା। ତାଙ୍କର ଗୁଡ଼ିଏ ପୋଷା ହଂସ ଥାନ୍ତି ଯେ ମଦନା ବୋଲି ଗୋଟିଏ ପିଲା ତାଙ୍କୁ ଜଗା ରଖା କରୁଥାଏ। ରଜା କହିଲେ, ନାଇଁ ନାଇଁ ନାଇଁ, ଏ ଦାସୀ ପାଇଟି ପତ୍ର କିଛି କରିବ ନାହିଁ। ଏହା ଦେହକୁ ବାଧିବ। ମଦନା ସାଙ୍ଗେ ଇଏ ସବୁଦିନ ହଂସଗୁଡ଼ିକୁ ଚରେଇ ନେବ ଆଣିବ, ଏଇଟା ହିଁ କରିବ। ସେଇଦିନୁ ମାଳତୀଝରା ମଦନା ସାଙ୍ଗେ ସକାଳୁ ଉଠି ମୁଠିଏ ଖାଇଦେଇ ହଂସମାନଙ୍କୁ ଚରାଇବାକୁ ନେଇଯାଏ ଏବଂ ମୁହଁ ଲୁଚିଲା ବେଳକୁ ନଅରକୁ ଆସେ। ଦ୍ୱିପହର ଭୋକ ହେଲେ କାନିରେ କ'ଣ ପୁଞ୍ଜିଏ ବାନ୍ଧି ନେଇଥାନ୍ତି ଯେ ଦିହେଁ ସାଙ୍ଗ ହୋଇ ଖାଆନ୍ତି। ମଦନା ଯେଉଁ ଘରେ ଥାଏ, ମାଳତୀଝରା ତା ପାଖ ଘରେ ରହେ। କେତେଦିନ ଗଲାରୁ ସେଇ ଯେଉଁ ଦାସୀ ରାଣୀ ହୋଇଥିଲା, ରଜାପୁଅକୁ କହିଲା, ମୁଁ ଗୋଟେ କଥା କହିବି, କରିବ ବୋଇଲେ ତ ହଁ କର। ରଜାପୁଅ ହଁ କଲାରୁ ସେ କହିଲା, ଆମ ଘୋଡ଼ାଶାଳାରେ ମନମିରିଗ ବୋଲି ଯେଉଁ ଘୋଡ଼ାଟା ଅଛି, ତାକୁ ହଣେଇ ଦିଅ। ବାଟରେ ଅଇଲା ବେଳେ ସିଏ ମୋତେ ଯେତେ ହଟହଟା କରିଛି, ସେ କଥା ବିଚାରିଲେ ମୋ ଦେହ ଥରୁଛି। ତାକୁ ନ ହଣେଇଲେ ମୁଁ ଆଉ ଅନ୍ନ ପାଣି ଛୁଇଁବି ନାହିଁ। ମାତ୍ରକ ଅସଲ ଭିତରି କଥା ହେଉଛି, ରାଣୀ ମନରେ ଦକା ପଶିଲା। ମନମିରିଗ ତ କଥା କହେ, ସିଏ କାଳେ ମାଳତୀଝରାର କଥା କହି ପକାଇବ, ତାହେଲେ ତା ଦୁଃଖ କାହାଣୀ ଗାଇବ ନାହିଁ। ରଜାପୁଅ ତ ଏତେ କଥା ଜାଣେ ନାହିଁ। ସେ ହୁକୁମ ଦେଲା। ମନମିରିଗ ଅନାୟାସରେ ହଣା ଖାଇଲା। ଏକଥା ଶୁଣି ମାଳତୀଝରା କେତେ କାନ୍ଦିଲା ବୋବେଇଲା, ହେଲେ ତା ଦୁଃଖ ବୁଝିବ କିଏ? ସେ ଆପେ ଗଲା ଯାଇ ଘାତକକୁ କହିଲା, ଭାଇ, ଘୋଡ଼ାଟିକୁ ତ ହାଣିଲୁ, ମୁଁ ତତେ ଦାନ୍ତରୁ କୁଟା ହେଉଛି, ତାର ସେଇ ମଲା ମୁଣ୍ଡଟିକୁ ନେଇ ରଜା ଘର ନଅର ବାଡ଼ି ଦୁଆରେ ଲଟକେଇ ଦେଇଥା। ମୁଁ ହେଲେ ତାକୁ ଗଲା ଆଇଲା ବେଳେ ଦେଖୁଥିବି। ଘାତକ ହଁ କଲା। ସେମିତି ନେଇ ବାଡ଼ି ଦୁଆର ପାଖ କାନ୍ଥରେ କଣ୍ଟାଟେ ମାରି ମୁଣ୍ଡଟିକୁ ଓହଳେଇ ଦେଲା। ସବୁଦିନ କାଳି ଅନ୍ଧାରରୁ ଉଠି ମାଳତୀଝରା ମଦନା ସାଙ୍ଗେ ବାଡ଼ି ଦୁଆର ବାଟେ ହଂସ ଚରେଇବାକୁ ଯାଏ। ନେଲାବେଳକୁ ସେଇ ମୁଣ୍ଡକୁ ଦେଖି କାନ୍ଦିକରି କହେ, ମନମିରିଗରେ ମନମିରିଗ, କପାଳେ ଥିଲା କି ଇ ଦୁରୁଯୋଗ। ତା କଥା ଶୁଣି ସେଇ ମଲା ମୁଣ୍ଡଟା କଥା କହେ, ମାଳତୀଝରା ଗୋ ମାଳତୀଝରା, ରାଜ ଜେମା ହେଇ ଇ ଦୁଃଖ ଥିଲା। ମା ଯେବେ ଜାଣୁଥାନ୍ତା ୟାକୁ, ଦୁଃଖେ ଫାଟି ଯାଉଥାନ୍ତା ବୁକୁ। ମାଳତୀ ଆଉ ମଦନା ନଅର ପାରି ହୋଇ ପଡ଼ିଆରେ ହଂସ ଛାଡ଼ି ଦିଅନ୍ତି। ଆଉ ତ କିଛି ପାଇଟି ନଥାଏ। ମାଳତୀ ନାଳ ତଡ଼ରେ ବସି ବାଳ ଫିଟେଇ ମୁଣ୍ଡ କୁଣ୍ଡାଏ। ରଜାଘର ଝିଅ ଆଜି ସିନା ଏତେ ହୀନମାନ, ହେଲେ କଳା ଭ୍ରମର ପରି ବାଳ ପେଣ୍ଡାକ ମୁକୁଳା କରିଦେଲେ ଗୋଡ଼ ତଳକୁ ଯାଇ ପଡ଼େ। ଦିନେ ମଦନା କ'ଣ କଲା ନା, ତାକୁ ଚଳେଇଲା ପରି ହଠୁଣୁ ଯାଇ ସେ ବାଳରୁ କେରାଏ ଛିଣ୍ଡେଇ ଦେଲା। ମାଳତୀକୁ କାଟିଲା। ସିଏ ପାଟି କରି କହିଲା, ଆରେ ବତାସି ଆ ଆ, ମଦନା ତଲାରି ନେଇଯା। ଡେଇଁ ଯା ବଣ ପରବତ, ଇ ମଦନା ହେଉ ହରକତ। ମଦନା ଧାଇଁମ ଯେତେବେଳେ, ଖୋସା ବାନ୍ଧିଦେବି ସେତେବେଳେ। ଏହା ଗାଇଲାରୁ କୁଆଡ଼ୁ ଗୋଟେ ହୁ ମୁଣ୍ଡିଆ କରି ବତାସ ପବନ ଆସିଲା ଯେ ମଦନା ମୁଣ୍ଡରୁ ତଲାରିଟାକୁ ଉଡ଼େଇ ନେଇଗଲା।
ତଲାରିଟା ଗଡ଼ି ଗଡ଼ି ଯାଉଥାଏ। ମଦନା ତା ପଛେ ପଛେ ଗୋଡ଼ାଉଥାଏ। ଏଣେ ମାଳତୀ ଜାବୁତାରେ ଖୋସା ବାନ୍ଧି ଦେଇ ମଦନା ଆଡ଼କୁ ଚାହିଁ ହସିଲା। ମଦନା ରାଗରେ ମୁହଁଟାକୁ ଥନ ଥନ କରି ମାଳତୀକୁ ଆଉ କିଛି କହିଲା ନାହିଁ। ଦୀପ ଲଗା ବେଳ ହେଲାରୁ ଦିହେଁଯାକ ହଂସ ଗୁଡ଼ିକ ଓଡ଼େଇ ଓଡ଼େଇ ନଅରକୁ ଫେରି ଆସିଲେ। ତା ଆରଦିନ ସକାଳ ହେଲା। ମଦନାର ମାଳତୀର ଯେମିତି ହଂସ ଓଡ଼େଇ ବାଡ଼ି ଦୁଆରଠି ବାହାରିଲେ, ମାଳତୀ ଘୋଡ଼ା ମୁଣ୍ଡକୁ ଦେଖି କହିଲା, ମନ ମିରିଗରେ ମନ ମିରିଗ, କପାଳେ ଥିଲା କି ଇଦୁରୁ ଯୋଗ। ମୁଣ୍ଡ କହିଲା, ମାଳତୀ ଝରା ଗୋ ମାଳତୀ ଝରା, ରାଜ ଜେମା ହେଇ ଇ ଦୁଃଖ ଥିଲା। ମା ଯେବେ ଜାଣୁଥାନ୍ତେ ୟାକୁ, ଦୁଃଖେ ଫାଟି ଯାଉ ଥାନ୍ତା ବୁକୁ। ଆରଦିନ ପରି ମାଳତୀ ଯାଇ ନାଳ ତଳରେ ମୁଣ୍ଡ କୁଣ୍ଡାଇ ବସିଲାରୁ ମଦନା ହସି ହସି ଯାଇ ଦିକେରା ବାଳ ଭିଡ଼ିଦେଲା। ମାଳତୀ ପାଟି କରି କହିଲା, ଆ ରେ ବତାସି ଆ, ମଦନା ତଲାରି ନେଇଯା, ଡେଇଁ ଯା ବଣ ପରବତ, ଇ ମଦନା ହେଉ ହରକତ। ମଦନା ଧାଇମ ଯେତେବେଳେ, ଖୋସା ବାନ୍ଧିଦେବି ସେତେବେଳେ। ପବନ ସେମିତି ଆସି ମଦନା ତଲାରିଟିକୁ ଉଡ଼େଇ ନେଇଗଲା। ସେ କାନ୍ଦ କାନ୍ଦ ହୋଇ ତା ପଛରେ ଧାଇଁଲା। ତଲାରି ଧରି ବାହୁଡ଼ିଲା ବେଳକୁ ମାଳତୀ ଆଡ଼େ ଖୋସା ବାନ୍ଧି ସାରିଲାଣି। ସେଇଆ ହେଲା। ଦିହେଁ ଆଉ କିଏ କାହାକୁ କଥା ନ କହି ଘରକୁ ଫେରିଲେ। ତା ଆରଦିନ ମଦନା ମାଳତୀ ସାଙ୍ଗେ ହଂସ ଚରେଇ ନ ନେଇ ସଳଖେ ସଳଖେ ଯାଇ ବୁଢ଼ା ରଜାକୁ କହିଲା, ମଣିମା, ମୁଁ ଆଉ ସେଇ ଦାସୀଟା ସାଙ୍ଗରେ ହଂସ ଚରେଇ ପାରିବି ନାହିଁ। ରଜା ପଚାରିଲେ, କାହିଁକି କିରେ? ମଦନା କହିଲା, ମୋତେ ସିଏ ବଡ଼ ହରକତ କରୁଛି। ରଜା ଖୋଳିତାଡ଼ି ପଚାରିଲାରୁ ମଦନା ସେଠୁ ଗୋଟି ଗୋଟି କରି ସବୁ କଥା କହିଲା। ସବୁଦିନ ସକାଳୁ ଗଲାବେଳକୁ ସିଏ କ'ଣ କରୁଛି କି, ସେଇ ବାଡ଼ି ଦୁଆର ପଟେ ଗୋଟେ ମଲା ଘୋଡ଼ା ମୁଣ୍ଡକୁ ଦେଖି କାନ୍ଦୁଛି। କାନ୍ଦି କରି କହୁଛି, ମନ ମିରିଗରେ ମନ ମିରିଗ, କପାଳେ ଥିଲା କି ଇ ଦୁରୁଯୋଗ। ତା କଥା ଶୁଣି ମୁଣ୍ଡଟା କହୁଛି, ମାଳତୀ ଝରା ଗୋ ମାଳତୀ ଝରା, ରାଜ ଜେମା ହୋଇ ଇ ଦୁଃଖ ଥିଲା। ମା ଯେବେ ଜାଣୁଥାନ୍ତା ୟାକୁ, ଦୁଃଖେ ଫାଟି ଯାଉ ଥାନ୍ତା ବୁକୁ। ଇ ଉତ୍ତାରୁ ମାଳତୀ କେମିତି ପଡ଼ିଆକୁ ଯାଇ ବାଳ କୁଣ୍ଡେଇ ବସେ ଏବଂ ବାଳ ଭିଡ଼ିଲେ ସିଏ କେମିତି ପବନକୁ ଡାକେ, ପବନ କେମିତି ଆପେ ଆପେ ଆସି ତଲାରିଟାକୁ ଉଡ଼େଇ ନେଇଯାଏ, ଇଏ କାନ୍ଦି କାନ୍ଦି ଗୋଡ଼ାଏ, ସବୁ କଥା ମଦନା ରାଜାଙ୍କ ଆଗରେ କହିଦେଲା। ରଜା ସେଠୁ ମଦନାକୁ କହିଲେ, ହଉ ବୁଝିବା, ତୁ ଯା। ରଜା ତା ଆରଦିନ ସକାଳୁ ଉଠି ବାଡ଼ି ଦୁଆର ପାଖରେ ଲୁଚି କରି ବସିଲେ। ମଦନାର ଆଉ ମାଳତୀର ହଂସ ଓଡ଼େଇ ଆଣିଲେ। ମାଳତୀ ଘୋଡ଼ା ମୁଣ୍ଡ ପାଖେ ଲୁହ ବୁହାଇ କହିବାରୁ ମୁଣ୍ଡଟା ମଣିଷ ପରି କଥା କହିଲା। ରଜା ସବୁ ଶୁଣିଲେ। ସେଉଠି ଯାଇ ଯେଉଁଠି ସେମାନେ ହଂସ ଚରାନ୍ତି ସେହି ପଡ଼ିଆରେ ଗୋଟେ ବୁଦାମୂଳେ ଲୁଚି କରି ରହିଲେ। ହଂସ ଛାଡ଼ିଦେଇ ମାଳତୀ ମୁଣ୍ଡ କୁଣ୍ଡାଉଛି। ମଦନା ଗଲା, ବାଳ ଦିକେରା ଭିଡ଼ି ଦେଲା। ମାଳତୀ ପାଟି କରି କହିଲା, ଆରେ ବତାସି ଆରେ ଆ, ମଦନା ତଲାରି ନେଇଯା, ଡେଇଁ ଯା ବଣ ପରବତ, ଇ ମଦନା ହେଉ ହରକତ। ମଦନା ଧାଇମ ଯେତେବେଳେ, ଖୋସା ବାନ୍ଧିଦେବି ସେତେବେଳେ। ବତାସି ଆସି ମଦନା ତଲାରିଟିକୁ ଉଡ଼େଇ ନେଇଗଲା। ରଜା ଏହା ଦେଖି ଉଆସକୁ ଫେରି ଆସିଲେ। ସନ୍ଧ୍ୟା ବେଳକୁ ରଜା ମାଳତୀକୁ ଉଆସକୁ ଡକାଇଲେ। ତାକୁ ସବୁ କଥା ପଚାରିଲେ। ସେ କହିଲା, କହିଲେ ମୁଣ୍ଡକାଟ ଯେବେ ଛାଡ଼ ହେବ ତେବେ କହିବି। ତାର ଭୟ ରାଣୀ ତାକୁ ହାଣିଦେବ ବୋଲି ଡରେଇଛି। ରଜାଙ୍କଠୁ ସାହସ ପାଇଲାରୁ ସେ ସବୁ କଥା କହିଲା। ଘରୁ ଆସିଲା ଦିନୁ ଇ ପର୍ଯ୍ୟନ୍ତେ ଯେତେ କଥା ହୋଇଯାଇଛି ଗୋଟି ଗୋଟି କରି ରଜାଙ୍କ ଆଗରେ ସବୁ କହିଦେଲା। ରଜା ତା ଶୁଣି କାନ୍ଦି ପକାଇଲେ। ଗନ୍ତା ଘରୁ କେତେ ପାଟ ପତନି ଅଳଙ୍କାର ଅଣାଇ ତାକୁ ମଣ୍ଡାଇ ଦେଲେ। ସିଏ ସାକ୍ଷାତ ଅପ୍ସରୀଟିଏ ପରି ଦିଶିଲା। ଇ ଉତ୍ତାରୁ ପୁଅକୁ ଡକେଇ ସବୁ କଥା କହିଲେ। ପୁଅ ମାଳତୀ ଝରା ହାତ ଧରି ଉଆସକୁ ନେଇଗଲା। ଇ କଥା ରାଇଜଟା ଯାକର ନାଗରା ପିଟା ହେଲା। ଯେଉଁ କଳାବତୀ ଦାସୀ ରାଣୀ ହେଇଥିଲା, ରଜା ତାକୁ ପାଇକ ହାତରେ ପିଟେଇଲେ। ସିଏ ଯାହା ଯାହା କରିଥିଲା ସବୁ ସତ ସତ କରି କହିଦେଲା। ତାପରେ ତାକୁ 7 ଗଡ଼ କରି ହଣାଇ ତଳକଣ୍ଟା ଉପରକଣ୍ଟା କରି ପୋତେଇ ଦେଲେ। ଇ ଦିହେଁ ରାଜାରାଣୀ ହେଇ ଯୁଗୁ ରାଇଜ କଲେ। ପୁଅ ଝିଅ ଦେଖିଲେ, ନାତି ନାତୁଣୀ ବି ଦେଖିଲେ। ଯାହା ପାଇଁ ଯିଏ ଜନ୍ମ, ଦୈବ ତା ଆଗରୁ ଖଞ୍ଜି ଦେଇଥାଏ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ଯାହା ପାଇଁ ଯିଏ ଜନ୍ମ। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।